ଯେ ପଶ୍ଚିମବଙ୍ଗର ମଙ୍ଗ କିଏ ଧରିବ? ନା ଦିଦି ଧରିବେ ନା ଦାଦା ଧରିବେ। ଯେ ଫିର୍ ମାନେ ତୃଣମୂଳ ଫୁଲ ଘାସ ଫୁଲ ମଉଳିଗଲା, ପଦ୍ମ ଫୁଲ ଫୁଟିଲା। ପଶ୍ଚିମବଙ୍ଗ ନିର୍ବାଚନକୁ ନେଇକରି ସାରା ଭାରତ ବର୍ଷରେ ନେତା ଓ ଜନତାଙ୍କ ଭିତରେ ଗୋଟେ ଉତ୍ସୁକତା ଭରି ରହିଥିଲା ଯେ ପଶ୍ଚିମବଙ୍ଗର ମଙ୍ଗ କିଏ ଧରିବ? ନା ଦିଦି ଧରିବେ ନା ଦାଦା ଧରିବେ। ମୋଦି ନିଜେ ନିର୍ବାଚନ ପ୍ରଚାରର ମୁଖ୍ୟ ପୁରୋଧା ଥିଲେ। ଆଉ ଯେଉଁଠି 15 ଦିନ କ୍ୟାମ୍ପ ପକାଇଥିଲେ ଅମିତ ଶାହା, ଯେଉଁଠି ମ୍ୟାନେଜମେଣ୍ଟ ମ୍ୟାନ୍ ମନି ମେସିନ୍ ମାନେ ସବୁ ପ୍ରକାର ଷ୍ଟ୍ରାଟାଜିରେ ବିଜେପି ଆଗୁଆ ଥିଲା। 90 ଲକ୍ଷ ଭୋଟର ଏସ୍ଆର୍ରେ କଟିବା, ମହିଳାମାନଙ୍କୁ ମାସିକ 3000 ଟଙ୍କା ଦେବା ପାଇଁ ଘୋଷଣା କରାଯିବା ଏବଂ ଟିଏମ୍ସିର ଯେଉଁ ଷ୍ଟ୍ରାଟେଜି ମେକର ଯେଉଁ ଏଜେନ୍ସି ତାକୁ ବିଫୋର ଆରେଷ୍ଟ କରିବା, ଇଏ ସମସ୍ତ ରଣକୌଶଳରେ ବିଜେପି ଆଗୁଆ ଥିଲା। କେବଳ ଜୟ ବାଂଲା ମା ମାଟି ମାନୁଷ ସ୍ଲୋଗାନ ଭିତରେ ମମତା ଥିଲେ। ଯେହେତୁ 3 ଥର ମୁଖ୍ୟମନ୍ତ୍ରୀ ହେଲେଣି, ସେଠି ଯେଉଁ ଆଧାରରେ ସେ ଭୋଟ ନେଉଥିଲେ ସେ ଆଧାରର ବିରୋଧୀ ଆମର କମନ୍ ପିପୁଲ୍ ମାନେ ହେଇଯାଇଥିଲେ। କେବଳ ମୁସଲିମମାନଙ୍କୁ ତୁଷ୍ଟିକରଣ ନୀତି ଆଜି ମମତାଙ୍କ ପାଇଁ ବିପତ୍ତି ଆଣିଲା। ଯଦି ସର୍ବଧର୍ମ ସମନ୍ୱୟରେ କାମ କରିଥାନ୍ତେ ତାହେଲେ ଆଜି ତାଙ୍କୁ ସଫଳତା ଚତୁର୍ଥ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ହେଇଥାନ୍ତେ। ତେଣୁ ମମତା ଦିଦି ବିଦାୟର ଶେଷ ବିଶେଷ କରିକି ଭାରତର ସୀମା ଯେଉଁ ବର୍ଡ଼ର ସେଠି ମଧ୍ୟ ଅନୁପ୍ରବେଶ କରିବାର ସୁଯୋଗ ଦେବା ଏବଂ ତାଙ୍କୁ ଭାରତୀୟ ନାଗରିକ କରିବାର ମାନ୍ୟତା ଦେବା ପାଇଁ ଯେଉଁ ତାଙ୍କ ପ୍ରୟାସ, ଯେଉଁ ଆଭିମୁଖ୍ୟ, ଦଳକୁ ସଜାଡ଼ୁ ସଜାଡ଼ୁ ଦେଶ ବିଗାଡ଼ିବା ଲକ୍ଷ୍ୟ ଯେଉଁ ତାଙ୍କର ଥିଲା, ତା ବିରୁଦ୍ଧରେ ଜନମତ ଯାଇଛି। ଆଉ ବିଶେଷ କରିକି ଆମର ଯେଉଁ ଦୀଘାରେ ଯେଉଁ ଜଗନ୍ନାଥ ମନ୍ଦିରଟା କଲେ, ସେଠି ଆମର କାଠ ମୂର୍ତ୍ତିକୁ ସେଠି ପଥର କରିଦେଲେ। ଯେଉଁଥିପାଇଁ ଜଗୁନି କହିଥିଲେ ମମତାକୁ ମହଙ୍ଗା ପଡ଼ିବେ ମହାପ୍ରଭୁ। ଆଉ ତା ବୋଧେ ସଫଳ ହେଲା ଏବଂ ଯେଉଁ ଜଗୁନି ଆଶୀର୍ବାଦ ଦେଇଥିଲେ ସେ ତାଙ୍କୁ ଅଭିଶାପ ଦେଲା ଭଳିଆ କହିଲେ ଆମ ଦିହଙ୍କୁ ତେବେ ପଥର କରିଦେଲ। କାରଣ କାଠ ଭିତରେ ଜୀବନର ପାଠ ଲୁଚି ରହିଛି। ତେଣୁ ଜଗନ୍ନାଥ ଯେଉଁ ତତ୍ତ୍ୱ ସେ କାହିଁକି ସବୁଠି ତ ସୁନା ମୂର୍ତ୍ତି ଅମୁକ ମୂର୍ତ୍ତି ସବୁଠି ହେଇଛି, କିଏ ପଥର ମୂର୍ତ୍ତି, ଇଏ କାହିଁ କାଠ ହେଲେ? ତେଣୁକରି କାଠ ମୂର୍ତ୍ତିକି ଯେଉଁ ଦାରୁ ବ୍ରହ୍ମ ସେ କାଠ ଭିତରେ ରହନ୍ତି। ଯେମିତି ମଣିଷ ଜନ୍ମ ବେଳେ କାଠ ଏନ୍ତୁଡ଼ିଶାଳରେ ଜଳେ, ଜୀବନ ଯୌବନରେ ସାକ୍ଷୀ ରଖି ଜଣଙ୍କୁ ମ୍ୟାରେଜ୍ କରେ ଏବଂ ଜୀବନର ଶେଷରେ କାଠରେ ଜୀବନର ପାଠ ଲୁଚିଯାଏ ଶ୍ମଶାନ ବାଟ। ତେଣୁ କାଠ ହେଉଛି ଆମର ଗୋଟେ ଜୀବନ ତତ୍ତ୍ୱର ଗୋଟେ ଇଏ। ଜୀବନ ତତ୍ତ୍ୱକୁ ତୁମେ ପଥର କରିଦେଲ। ସେଇଥିପାଇଁ ଜଗୁନି କହିଥିଲେ ମହାପ୍ରଭୁ ମମତାଙ୍କୁ ମହଙ୍ଗା ପଡ଼ିବେ ମହାପ୍ରଭୁ। ଗୋଟେ ପାଖେ ଛାଡ଼, ଆମର ଯେଉଁ ପଡ଼ୋଶୀ ଯେଉଁ ଆମର ଓଡ଼ିଆ ଭୋଟର ସେଠି ଅଛନ୍ତି, ସେଇ ଆଧାରରେ ବୋଧେ ତାଙ୍କ ବିରୁଦ୍ଧରେ ଭୋଟ ଦେଲେ। ବିଶେଷ କରିକି ଯେଉଁ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଆସିଥିଲେ ତାଙ୍କୁ ଆଦିବାସୀ କହିକି ଯେଉଁ ସମାବେଶରେ ତାଙ୍କୁ ସମ୍ମାନ ଦେଲେ ନାହିଁ। ଇଏ ପଶ୍ଚିମବଙ୍ଗରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ବର୍ଡ଼ରରେ ଯେତିକି ଆଦିବାସୀ ଅଛନ୍ତି ସେମାନେ ମଧ୍ୟ ଜନମତ ଟିଏମ୍ସି ବିରୁଦ୍ଧରେ ଗଲା ଏବଂ ସେଠୁ ଗୋଟେ ହିନ୍ଦୁ ସପକ୍ଷବାଦୀ ନାରା ଯେଉଁ ବହିଲା ସେଇଟା ମଧ୍ୟ ଆଉ ମୁସଲିମ ତୁଷ୍ଟିକରଣ ନୀତି ଟିଏମ୍ସିକୁ ବିପଦ ମୁହଁକୁ ଠେଲି ଦେଇଛି। ଆଉ ମୁଁ ଭାବୁଛି ଏଇ ଯେଉଁ ପରିବର୍ତ୍ତନ ଆସିଲା ଯେ ଫିର୍ ମାନେ ତୃଣମୂଳ ଫୁଲ ଘାସ ଫୁଲ ମଉଳିଗଲା, ପଦ୍ମ ଫୁଲ ଫୁଟିଲା।